ଟି ନାମର ଝିଅଙ୍କ ଗୋପନୀୟ କଥା। ଓଡ଼ିଆ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଟି ଅକ୍ଷର ନାମ ଆରମ୍ଭ ହେଉଥିବା ଝିଅମାନଙ୍କର ସ୍ୱଭାବ ଓ ବ୍ୟକ୍ତିତ୍ୱରେ କିଛି ବିଶେଷ ଗୋପନୀୟ କଥା ବା ଗୁଣ ରହିଥାଏ। ଏହି ଝିଅମାନେ ଅନ୍ୟମାନଙ୍କ ଠାରୁ ଟିକେ ଭିନ୍ନ ସ୍ୱଭାବର ହୋଇଥାନ୍ତି। ଏହି ଝିଅମାନେ ନିଜର ମନ କଥା ବା ଦୁଃଖ ସହଜରେ କାହା ଆଗରେ ପ୍ରକାଶ କରନ୍ତି ନାହିଁ। ସେମାନଙ୍କର କିଛି ମୁଖ୍ୟ ଗୋପନୀୟ ଗୁଣଗୁଡ଼ିକ ଜାଣନ୍ତୁ। ଏହି ନାମର ଝିଅମାନେ ମନର କଥା ସବୁବେଳେ ଗୋପନ ରଖନ୍ତି। ଏମାନେ ଯାହା ସହ ସମ୍ପର୍କ ରଖନ୍ତି ସାରା ଜୀବନ ସାଥ ଦିଅନ୍ତି, ସହଜରେ ଛାଡ଼ନ୍ତି ନାହିଁ। ଏମାନେ ନିଜ କର୍ମ ଉପରେ ବିଶ୍ୱାସ କରନ୍ତି ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ପ୍ରେମ କ୍ଷେତ୍ରରେ ଏମାନେ ବହୁତ ଗମ୍ଭୀର ଏବଂ ଭାବପ୍ରବଣ ହୋଇଥାନ୍ତି। ଭଲ ପାଇବା ଓ ସମ୍ପର୍କ ପ୍ରେମ ମାମଲାରେ ଏମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି। କାହାକୁ ସହଜରେ ନିଜ ଜୀବନସାଥୀ ଭାବେ ଗ୍ରହଣ କରନ୍ତି ନାହିଁ। ଆଉ ଥରେ କାହାକୁ ଭଲ ପାଇଲେ ସେମାନେ ନିଜ ସାଥୀଙ୍କୁ ସହଜରେ ଛାଡ଼ନ୍ତି ନାହିଁ ଏବଂ ସମ୍ପର୍କକୁ ନେଇ ସମ୍ପୂର୍ଣ୍ଣ ସଚ୍ଚୋଟ ରହିଥାନ୍ତି। ସେମାନଙ୍କର କଥାବାର୍ତ୍ତା ଏବଂ ବ୍ୟବହାର ଅନ୍ୟମାନଙ୍କୁ ସହଜରେ ଆକର୍ଷିତ କରିଥାଏ। ସେମାନେ ସମସ୍ତଙ୍କୁ ନିଜର କରି ଜାଣନ୍ତି ଏବଂ ସମସ୍ତଙ୍କ ମନରେ ଘର କରିପାରନ୍ତି। ଏମାନେ ନିଜର ମନର କଥା ସହଜରେ କେବେ କାହାକୁ କୁହନ୍ତି ନାହିଁ। ନିଜ ଦୁଃଖକୁ ନିଜ ଭିତରେ ଲୁଚାଇ ରଖିବାକୁ ପସନ୍ଦ କରନ୍ତି। ଏହି ନାମର ଝିଅମାନେ ନିଜର ବ୍ୟକ୍ତିଗତ କଥା କିମ୍ବା ମନର କଥା ସମସ୍ତଙ୍କ ସହ ସେୟାର କରନ୍ତି ନାହିଁ। ଏମାନଙ୍କ ମନରେ କ'ଣ ଚାଲିଛି ଜାଣିବା ବହୁତ କଷ୍ଟକର ହୋଇଥାଏ ଏବଂ କାମକୁ ନେଇ ବହୁତ ଗମ୍ଭୀର ଏବଂ ନିଜ କ୍ୟାରିୟର ଏବଂ କାମକୁ ବହୁତ ଭଲ ପାଆନ୍ତି। ଟି ନାମର ଝିଅ ବହୁତ ପରିଶ୍ରମୀ ଏବଂ ବୁଦ୍ଧିମତୀ ହୋଇଥାନ୍ତି। ଏହି ନାମର ଝିଅ ଟଙ୍କା ପଇସା ମାମଲାରେ ଏମାନେ ବହୁତ ସଚେତନ ହୋଇଥାନ୍ତି। ସେମାନେ ଯେତେ କଠୋର ଦେଖାଗଲେ ମଧ୍ୟ ଭିତରୁ ସେମାନେ ଅତ୍ୟନ୍ତ ଭାବୁକ। ସେମାନେ ସହଜରେ କାହାକୁ ନିଜର ଦୁର୍ବଳତା ଦେଖାନ୍ତି ନାହିଁ, କିନ୍ତୁ ଯାହାକୁ ଭଲ ପାଆନ୍ତି ତାଙ୍କର ସାରା ଜୀବନ ସାଥ ଦିଅନ୍ତି। ଯେକୌଣସି ବିପରୀତ କଥାରେ ଏମାନଙ୍କୁ ବହୁତ ଶୀଘ୍ର ରାଗ ଆସିଯାଏ। ନିଜ ଜିଦ୍ରେ ଏମାନେ ଅଟଳ ରୁହନ୍ତି, କିନ୍ତୁ ରାଗ କମିଗଲା ପରେ ଏମାନେ ବହୁତ ଶାନ୍ତ ହୋଇଥାନ୍ତି। ସଫା ହୃଦୟର ମଣିଷ ଏମାନେ। ଉପରକୁ ଦେଖିବାକୁ ଗମ୍ଭୀର ହେଲେ ବି ଭିତରୁ ବହୁତ ନରମ। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ସଦାବେଳେ ପ୍ରସ୍ତୁତ ଥାନ୍ତି। ଏମାନେ ସ୍ପଷ୍ଟବାଦୀ, ଯାହା କରିବାକୁ ଚାହାନ୍ତି ସାମ୍ନାରେ କହିଦିଅନ୍ତି। ସେମାନେ ନିଜ ସର୍ତ୍ତରେ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି ଏବଂ କାହା ହସ୍ତକ୍ଷେପ ସେମାନଙ୍କୁ ଆଦୌ ପସନ୍ଦ ନଥାଏ। ଏମାନେ ନିଜ ସ୍ୱାଭିମାନ ବା ସମ୍ମାନ ସହିତ କେବେ ହେଲେ ବୁଝାପଣା କରନ୍ତି ନାହିଁ। କାହା ଆଗରେ ମୁଣ୍ଡ ନୁଆଁଇବା କିମ୍ବା ସାହାଯ୍ୟ ମାଗିବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଧନ୍ୟବାଦ।